हाय एवरीवन मु ट्विंकल नॉलेज गाइड यूट्यूब चैनल तरफ आपण समस्त को मोर स्वागत। आशा करछि आपण माने समस्त बहुत भलर थिबे। ओडिशा गवर्नमेंट रे आपण जे कोनोसी एग्जाम देले ओडिशा रो एंशिएंट हिस्ट्री को नै किछि किछि क्वेश्चन आसीथिबार देखिथिबे। मु आज आपण मानक पई मोर एही छोटो वीडियो रे ओडिशा रो एंशिएंट हिस्ट्री को नै किछि शॉर्ट नोट आनिछि जो गुडा करे केवल एग्जाम पॉइंट गुडा का लिखा जाइछि। ମୁଁ ଆଶା କରିଛି ଆପଣମାନେ ମୋର ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଆପଣମାନେ ମୋର ପ୍ରିଭିୟସ୍ ଭିଡ଼ିଓ ଗୁଡ଼ିକ ଦେଖିନାହାନ୍ତି ତେବେ ଯାଇ ମୋ ଚ୍ୟାନେଲରେ ଦେଖନ୍ତୁ। ଏବେ ଆମେ ଭିଡ଼ିଓ ଉପରକୁ ଯିବା। ପ୍ରଥମ ହେଲା ଓଡ଼ିଶାର ସବୁଠାରୁ ପୁରାତନ ନାମ ବା ମୋଷ୍ଟ ଆନ୍ସିଏଣ୍ଟ ନେମ୍ ହେଉଛି କଳିଙ୍ଗ, ଯୋଉଟା ଆମର କୋଉଥିରେ ମେନସନ୍ ହେଇଥିଲା ନା ମହାଭାରତ, ରାମାୟଣ, ବୁଦ୍ଧିଷ୍ଟ ଟେକ୍ସଟ ଏସବୁ ଜିନିଷରେ ଓଡ଼ିଶାକୁ କଳିଙ୍ଗ ନାମରେ ଦେଖିବାକୁ ମିଳେ। ଆନ୍ସିଏଣ୍ଟ ସାଂସ୍କ୍ରିଟ ଟେକ୍ସଟ ଏବଂ ଇନସ୍କ୍ରିପ୍ସନ ଗୁଡ଼ିକରେ ଓଡ଼ିଶାର ନାମ ଉତ୍କଳ ନାମରେ ଦେଖିବାକୁ ମିଳିଥାଏ। ଓଡ଼ିଶା ମଧ୍ୟ ଆନ୍ସିଏଣ୍ଟ ଟାଇମରେ ଓଡ୍ର ଏବଂ ଓଡ୍ର ଦେଶ ନାମରେ ଜଣାଶୁଣା। ଏହି ଓଡ୍ର ଶବ୍ଦଟି କେଉଁଥିରୁ ଆସିଥିଲା ନା ଓଡ୍ର ଜନଜାତିର ଲୋକମାନେ ମେନଲି ସେଣ୍ଟ୍ରାଲ ଓଡ଼ିଶାରେ ରହନ୍ତି, ବସବାସ କରନ୍ତି। ସେମାନଙ୍କ ଠାରୁ ଓଡ୍ର ଟର୍ମଟା ଆସିଥିଲା ଏବଂ ସେଥିରୁ ହେଇଥିଲା ଓଡ୍ର ଦେଶ, ତାପରେ ହେଇଥିଲା ଆମର ଓଡ଼ିଶା ବା ଓରିଶା। ଓଡ଼ିଶାକୁ ମଧ୍ୟ କଙ୍ଗୋଦ ନାମରେ ନାମିତ କରାଯାଇଥିଲା। କୋଉ ସମୟରେ ନା ଯେତେବେଳେ ଶୈଳୋଦ୍ଭବ ଏବଂ ଭୌମକର ଡାଇନେଷ୍ଟି ଶାସନ କରୁଥିଲେ। କୋଷ୍ଟାଲ ରିଜିଅନ ଯୋଉ ଥିଲା ପୁରୀ ଏବଂ ଗଞ୍ଜାମ ଡିଷ୍ଟ୍ରିକ୍ଟକୁ ନେଇକି ଆମର କଙ୍ଗୋଦ ମଣ୍ଡଳଟା ଗଠିତ ଥିଲା। ଆଉ କିଛି ଜିନିଷକୁ ଆମେ ମନେ ରଖିବା। ପ୍ରଥମେ ଆମେ ଯଦି ପ୍ରି ମୌର୍ଯ୍ୟ ସମୟ କଥା ଦେଖିବା, ପ୍ରି ମୌର୍ଯ୍ୟ ବେଳେ ଓଡ଼ିଶାର ନାମ ଥିଲା କଳିଙ୍ଗ। ଏଇଟା ଥିଲା ଗୋଟେ ପାୱାରଫୁଲ କିଙ୍ଗଡମ ମଧ୍ୟ। ସେଭଳି ମୌର୍ଯ୍ୟ ଶାସନ ସମୟରେ ଓଡ଼ିଶାର ନାମ ତୋଷଳୀ ନାମରେ ନାମିତ କରାଯାଇଥିଲା, ଯୋଉଥିରେ କି ତାର ଓଡ଼ିଶାର କ୍ୟାପିଟାଲ ଥିଲା କାହା ଅଣ୍ଡରରେ? ଅଶୋକଙ୍କର ଅଣ୍ଡରରେ। ଏଟା ଥିଲା ମୌର୍ଯ୍ୟ। ମୌର୍ଯ୍ୟ ବଂଶ ପରେ ପୋଷ୍ଟ ମୌର୍ଯ୍ୟ କଥା ଆମେ ଯେତେବେଳେ ଦେଖିବା, ଓଡ଼ିଶାର ନାମ ଥିଲା କଳିଙ୍ଗ ବା ଓଡ୍ର। ସେତେବେଳେ ପୋଷ୍ଟ ମୌର୍ଯ୍ୟ ଟାଇମରେ ଛେଦି ଡାଇନେଷ୍ଟି ଆମକୁ ଶାସନ କରିଥିଲେ। ତାପରେ ଗୁପ୍ତ ବଂଶ ମଧ୍ୟ ଆସିଥିଲେ। ଗୁପ୍ତ ପୋଷ୍ଟ ବା ଗୁପ୍ତ ସମୟରେ ଓଡ଼ିଶାର ନାମ ଥିଲା କଙ୍ଗୋଦ ବା ଉତ୍କଳ, ଯୋଉଥିରେ କି କଲଚରାଲ ଏବଂ ପଲିଟିକାଲ ଜିନିଷ ଗୁଡ଼ିକ ଆମର ଆସିଥିଲା। ତାପରେ ଆମର ହେଲା ମଡର୍ଣ୍ଣରେ ଓଡ଼ିଶାର ନାମ ହେଲା ଓଡ୍ର, ଯୋଉଥିରୁ ହେଇଛି ଓଡ଼ିଶା। ସେଇଟା କୋଉଥିରୁ ଆସିଥିଲା ନା ଓଡ୍ର ଟ୍ରାଇବ ଠାରୁ ଆସିଥିଲା। ଏବେ ଆମେ କିଛି ସୋର୍ସେସ ଉପରେ ଜାଣିବା। ସବୁଠାରୁ ଓଲ୍ଡେଷ୍ଟ ଏପିକ୍ ଆମର ହେଉଛି କଣ ନା ମହାଭାରତ, ଯୋଉଥିରେ କି କଳିଙ୍ଗ, ଓଡ୍ର, ବୈତରଣୀ ରିଭର ଏବଂ ଗଡେସ ବିରଜା ଏମାନଙ୍କ ଉପରେ ସବୁ ରଚିତ ଅଛି ବା ସେଥିରୁ ଆମେ ଏହା ଉପରେ କିଛି ସୂଚନା ପାଇପାରୁଛେ। ସେଭଳି ଜୈନ ଲିଟରେଚର କହିଲେ ଆମର ଜୈନ ଲିଟରେଚରର କିଛି ଏକ୍ଜାମ୍ପଲ ମୁଁ ଲେଖିଛି। ଗୋଟେ ହେଉଛି ଆବଶ୍ୟକ ନିଯୁକ୍ତି, ଆଉ ଗୋଟେ ହେଉଛି ହରିବଂଶ। ସେଇଭଳି ଭାବରେ ଆମର ବୁଦ୍ଧିଷ୍ଟ ଲିଟରେଚର କଣ କଣ? ଦୀଘା ନିକାୟ, ମଜ්ଜିମା ନିକାୟ, କୁରୁଧାମ ଜାତକ, ମହାବସ୍ତୁ, କୁମ୍ଭକାର ଜାତକ ଇତ୍ୟାଦି। ଆମକୁ ପରୀକ୍ଷାରେ କୋଉ ଭଳି କ୍ୱେଶ୍ଚିନ୍ ପକାଇବ ନା ସବୁ ବୁଦ୍ଧିଷ୍ଟ ଲିଟରେଚର ଦେଇଥିବ, ଗୋଟେ ଅପସନ ଦେଇଥିବ ଜୈନ ଲିଟରେଚର। କ୍ୱେଶ୍ଚିନ୍ ଦେଇଥିବ ଯେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ଜୈନ ଲିଟରେଚର ଅଟେ। ତାହେଲେ ଏସବୁ ନାମ ଗୁଡ଼ିକୁ ଆମକୁ ମନେ ରଖିବା ଜରୁରୀ। ଆନ୍ସିଏଣ୍ଟ ସମୟର ଆଉ କିଛି ଜିନିଷକୁ ଆମେ ମନେ ରଖିବା। କୌଟିଲ୍ୟ ଅର୍ଥଶାସ୍ତ୍ର ରଚନା କରିଥିଲେ। ମେଗାସ୍ଥିନିଜ କଣ ଲେଖିଥିଲେ ନା ଇଣ୍ଡିକା, ଯୋଉଥିରେ କି ଆମର ଗ୍ୟାଙ୍ଗେଟିକ କଳିଙ୍ଗ ରିଜନ ଉପରେ ସୂଚନା ମିଳେ। ହୁଏନ ଟିସାଙ୍କୁ ସମସ୍ତେ ଆପଣମାନେ ଶୁଣିଥିବେ ମଧ୍ୟ। ସେ ରଚନା କରିଥିଲେ ସିୟୁକି, ଯୋଉଥିରେ କି ଆନ୍ସିଏଣ୍ଟ ଓଡ଼ିଶାର ରିଲିଜିୟସ କଣ୍ଡିସନ ଉପରେ ସେ ଲେଖିଥିଲେ। ତାପରେ ଥିଲେ ଆମର ପ୍ଲିନି। ପ୍ଲିନି କଣ କରିଥିଲେ ନା କଳିଙ୍ଗକୁ ତିନୋଟି ରିଜନରେ ଡିଭାଇଡ କରିଥିଲେ। ଗୋଟେ ଥିଲା ଗ୍ୟାଙ୍ଗେଟିକ ରିଜନ, ଆଉ ଗୋଟେ ଥିଲା ମିଡିଲ ରିଜନ, ଆଉ ଗୋଟେ ଥିଲା କଳିଙ୍ଗ ରିଜନ। ଆଉ ଗୋଟେ ଜିନିଷ ହଉଛି ପରମାନନ୍ଦ ଆଚାର୍ଯ୍ୟ, ଯିଏ ହଉଛନ୍ତି ମୟୂରଭଞ୍ଜର। ସେ କୁଳିନ ଠାରେ ପାଲିଓଲିଥିକ ସାଇଟକୁ ଆବିଷ୍କାର କରିଥିଲେ। এই ସବୁ ପଏଣ୍ଟ ଗୁଡ଼ିକୁ ଆମେ ମନେ ରଖିବା। ଅଶୋକାନ ରକ୍ ଏଡିକ୍ଟ ବା ଅଶୋକଙ୍କର ଶିଳାଲେଖ କୋଉଠି ଦେଖିବାକୁ ମିଳେ ନା
ଧଉଳି ଏବଂ ଚୌଗଡ ଠାରେ। ସେହିଭଳି ଜୈନ ମଙ୍କ୍ସ କୋଉଠି ଦେଖିବାକୁ ମିଳେ ନା ଉଦୟଗିରି ଏବଂ ଖଣ୍ଡଗିରିରେ। ବୁଦ୍ଧିଷ୍ଟ ମୋନାଷ୍ଟରିଜ ଏବଂ ସ୍ତୂପ କୋଉଠି ଦେଖିବାକୁ ମିଳେ ରତ୍ନଗିରିରେ। ଉଦୟଗିରି, ଲଳିତଗିରି ଏବଂ ରତ୍ନଗିରି ଏଇ ତିନିଟା ଯାକ ଆମ ଓଡ଼ିଶାର ଡାଇମଣ୍ଡ ଟ୍ରାୟାଙ୍ଗେଲ କୁହାଯାଇଥାଏ। ଏଇ ଯୋଉ ତିନିଟା ଆମର ରହିଲା ଉଦୟଗିରି, ଲଳିତଗିରି, ରତ୍ନଗିରି, ଏଇଟା ବୁଦ୍ଧିଷ୍ଟ ସାଇଟ୍ ପାଇଁ ଫେମସ ଅଟେ। ତାହେଲେ ଆମେ କଣ ଜାଣିଲେ ନା ଅଶୋକାନ ରକ୍ ଏଡିକ୍ଟଟା ଧଉଳି ଏବଂ ଜୌଗଡରେ, ଜୈନ ମଙ୍କ୍ସ ଗୁଡିକ ଉଦୟଗିରି, ଖଣ୍ଡଗିରି ଏବଂ ବୁଦ୍ଧିଷ୍ଟ ମୋନାଷ୍ଟରିଜଟା ରତ୍ନଗିରି, ଉଦୟଗିରି, ଲଳିତଗିରି ଏସବୁ ଜାଗାରେ ଦେଖିବାକୁ ମିଳେ। ଏବେ ଆମେ ଇନସ୍କ୍ରିପସନ କଥା ଦେଖିବା। ସବୁଠାରୁ ଆର୍ଲିଏଷ୍ଟ ଇନସ୍କ୍ରିପସନ ହେଉଛି ଆମର ପିକ୍ଟୋଗ୍ରାଫିକ ପ୍ରୋଜେକ୍ଟ, ଯାହାର ଉଦାହରଣ ଯେମିତିକି ଆମେ କହିବା ରକ୍ ଆର୍ଟ ମିଳୁଛି କୋଉଠି କୋଉଠି ଆମର ଦେଖାଯାଉଛି। ଝାରସୁଗୁଡାର ବିକ୍ରମ ଖୋଲ ହେଉଛି ତାର ଗୋଟେ ଏକ୍ଜାମ୍ପଲ ଏବଂ କଳାହାଣ୍ଡିର ଗୋଡହାଣ୍ଡି ଠାରେ ଆମର ରକ୍ ଏଡିକ୍ଟ ଦେଖାଯାଇଛି। ସେଭଳି କଏନ କଥା ଆମେ ଦେଖିଲେ ସବୁଠାରୁ ଆମର ଆର୍ଲିଏଷ୍ଟ କଏନ ହେଉଛି ପଞ୍ଚମାର୍କ କଏନ। ଏଇ ଯୋଉ କ୍ୱେଶ୍ଚିନଟି ଆମର ବାରମ୍ବାର ପରୀକ୍ଷାରେ ପଚାରୁଛି, ତେଣୁ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଅଟେ। ଆଉ ଗୋଟେ ପଏଣ୍ଟ ହେଉଛି ଷ୍ଟଡି ଅଫ୍ କଏନ ଇଜ କଲ୍ଡ ନମିସ୍ମେଟିକ୍ସ, ଏହାକୁ ମଧ୍ୟ ଆମେ ମନେ ରଖିବା। ପ୍ରଥମେ ଆମେ ଲୋୟର ପାଲିଓଲିଥିକ ଇରା କଥା ଦେଖିବା। ଷ୍ଟୋନ ଟୁଲ୍ସ ଗୁଡାକ ଦେଖିବାକୁ ମିଳେ କୋଉଠି କୋଉଠି ଆମ ଓଡ଼ିଶାରେ ଦେଖିବାକୁ ମିଳେ ନା ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଠାରେ। ସେଭଳି ଅପର ପାଲିଓଲିଥିକ ଇରାର କଣ କଣ ଦେଖିବାକୁ ମିଳୁଛି ରକ୍ କାର୍ଭିଂ ଏବଂ ପେଣ୍ଟିଂ ଦେଖିବାକୁ ମିଳୁଛି। କୋଉଠି ଦେଖିବାକୁ ମିଳୁଛି ନା କଳାହାଣ୍ଡିର ଗୁଡହାଣ୍ଡି ଠାରେ। ସେଭଳି ନିଓଲିଥିକ ଇରାର ହୋଜ, ଚାଇଚେଲ, ଗ୍ରାଇଣ୍ଡିଂ ଷ୍ଟୋନ, ପାଉଣ୍ଡର୍ସ ଏସବୁ ହେଉଛି ଗୋଟିଏ ଗୋଟିଏ ଏକ୍ଜାମ୍ପଲ। ମୟୂରଭଞ୍ଜର ବାରିପଦା ଠାରେ ଦେଖିବାକୁ ମିଳୁଛି। ସେଭଳି ନିଓଲିଥିକ ଇରାର କେଭ୍ ପେଣ୍ଟିଂଟା ଖରିଆରର ଯୋଗୀ ମଠ ଠାରେ ମଧ୍ୟ ଦେଖିବାକୁ ମିଳେ। ଆଉ କିଛି ପ୍ରିହିଷ୍ଟୋରିକ ସାଇଟ୍ ବିଷୟରେ ଆମେ ଜାଣିବା। ଗର୍ଜନ ଡୋଙ୍ଗର ଯୋଉଟା ଅଛି ଆମର ସୁନ୍ଦରଗଡ଼ରେ, ସମ୍ବଲପୁରର ଉଷାକୋଠି, ଝାରସୁଗୁଡାର ବିକ୍ରମ ଖୋଲ ଏସବୁ ହେଉଛି ଗୋଟିଏ ଗୋଟିଏ ପ୍ରିହିଷ୍ଟୋରିକ ସାଇଟ୍। ଏବେ ଆମେ ଡାଇନେଷ୍ଟି ବା ଏମ୍ପାୟାର୍ସ ଉପରକୁ ଯିବା। ପ୍ରଥମେ ଆମେ ଦେଖିବା ନନ୍ଦ ଡାଇନେଷ୍ଟି। ନନ୍ଦ ଡାଇନେଷ୍ଟି ସମୟରେ ଓଡ଼ିଶାର ନାମ ଥିଲା କଳିଙ୍ଗ, ଯାହାକି ମଗଧର ରୁଲର ଅଣ୍ଡରରେ ଥିଲା। ଏହାକୁ ପ୍ରତିଷ୍ଠା କିଏ କରିଥିଲେ ନା ମହାପଦ୍ମାନନ୍ଦ। ଏହାକୁ ଆମେ ଫାଷ୍ଟ ହିଷ୍ଟୋରିକାଲ ଏମ୍ପେରର ଅଫ ଇଣ୍ଡିଆ ମଧ୍ୟ କହିଥାଉ। କାହାକୁ ନା ମହାପଦ୍ମାନନ୍ଦକୁ ଆମେ କହିବା କଣ ଫାଷ୍ଟ ହିଷ୍ଟୋରିକାଲ ଏମ୍ପେରର ଅଫ ଇଣ୍ଡିଆ। ନନ୍ଦ ଡାଇନେଷ୍ଟି ସମୟର ବ୍ଲାକ୍ ପଲିଶ୍ଡ ପୋଟରିଜ କହିଲେ କଣ ନା ମାଟି ପାତ୍ର ଆଣ୍ଡ ପଞ୍ଚମାର୍କ କଏନ ବର୍ତ୍ତମାନ କୋଉଠି ଆମର ଦେଖିବାକୁ ମିଳୁଛି ନା କଳାହାଣ୍ଡିର ଅସୁରଗଡ଼ ଏବଂ ସୋନପୁର ଡିଷ୍ଟ୍ରିକ୍ଟରେ ଆମର ଦେଖିବାକୁ ମିଳୁଛି। ସେଇଭଳି ଆମର ଉଦୟଗିରି ନିକଟରେ ଯୋଉ ହାତୀ ଗୁମ୍ଫା ରହିଛି ସେଥିରୁ ନନ୍ଦ ଡାଇନେଷ୍ଟିର ଇରିଗେସନ ପ୍ରୋଜେକ୍ଟ ଉପରେ କିଛି ଇନଫର୍ମେସନ ମିଳୁଛି। ଆଉ ଗୋଟେ ଜିନିଷ ଆମେ ମନେ ରଖିବା ଯେ ନନ୍ଦ ଡାଇନେଷ୍ଟିର ଲାଷ୍ଟ ରୁଲର ଥିଲେ ଧନାନନ୍ଦ। ନନ୍ଦ ଡାଇନେଷ୍ଟି ପରେ ଓଡ଼ିଶାରେ ପ୍ରବେଶ କରିଥିଲେ ମୌର୍ଯ୍ୟ ଡାଇନେଷ୍ଟି। ମୌର୍ଯ୍ୟ ଡାଇନେଷ୍ଟିର ଫାଉଣ୍ଡର ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଯିଏକି ପରାସ୍ତ କରିଥିଲେ ଧନାନନ୍ଦକୁ, ତାପରେ ସିଂହାସନ ଆରୋହଣ କରିଥିଲେ। ମୌର୍ଯ୍ୟ ଡାଇନେଷ୍ଟି ସମୟରେ ଓଡ଼ିଶାର କ୍ୟାପିଟାଲ ଥିଲା ମଗଧ, କିନ୍ତୁ ମୌର୍ଯ୍ୟ ଡାଇନେଷ୍ଟି ସମୟରେ ଯେତେବେଳେ ଆମର କଳିଙ୍ଗ ୱାର ହେଇଥିଲା ତାପରେ ଓଡ଼ିଶାର କ୍ୟାପିଟାଲ ହେଇଯାଇଥିଲା ତୋଷଳି। କଳିଙ୍ଗ ୱାର କେବେ ହେଇଥିଲା ନା 261 BC ରେ। କାହା କାହା ମଧ୍ୟରେ ମୌର୍ଯ୍ୟ ଏମ୍ପେରର ଅଶୋକ ଆଣ୍ଡ କଳିଙ୍ଗ ଏମାନଙ୍କ ମଧ୍ୟରେ ହେଇଥିଲା ଆମର କଣ କଳିଙ୍ଗ ୱାର। ଆପଣମାନେ ସମସ୍ତେ ମଧ୍ୟ ଗୋଟେ ଷ୍ଟୋରି ଶୁଣିଥିବେ, ଯେତେବେଳେ କଳିଙ୍ଗ ଯୁଦ୍ଧ ହୋଇଥିଲା ଅଶୋକ କଣ ନା ପୂର୍ବରୁ ଚଣ୍ଡାଶୋକ ଥିଲେ। ସିଏ କଣ କଲେ କଳିଙ୍ଗ ଯୁଦ୍ଧରେ ବହୁ ଲୋକମାନେ ପ୍ରାଣହାନି ଘଟିଥିଲା, ରକ୍ତର ନଦୀ ବହି ଯାଇଥିଲା। ଏହା ଦେଖି ସେ ନିଜକୁ କଷ୍ଟ ଅନୁଭବ କଲେ ଏବଂ ଶେଷରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଦେଇଥିଲେ। ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଅଶୋକଙ୍କ ବିଷୟରେ 13th ରକ୍ ଏଡିକ୍ଟରୁ ସୂଚନା ମିଳେ, ଯୋଉଟା ଆମର ଧଉଳି ଏବଂ ଜୌଗଡ ଠାରେ ଦେଖିବାକୁ ମିଳୁଛି। ଅଶୋକଙ୍କ ସମୟରେ ବୋର୍ଡର ପ୍ରୋଭିନ୍ସକୁ ଅନ୍ତ ମହାମନ୍ତ୍ର କୁହାଯାଉଥିଲା। ସ୍ପିରିଚୁଆଲ ଏବଂ ମୋରାଲ ଅପଲିଫ୍ଟମେଣ୍ଟ ପାଇଁ ଧର୍ମ ମହାମନ୍ତ୍ରର ବ୍ୟବସ୍ଥା ଥିଲା ଏବଂ ଯୋଉମାନେ ୱେଲଫେୟାର ଅଫ ଜନପଦ ବା ଲୋକମାନଙ୍କର ୱେଲଫେୟାର ଇନଚାର୍ଜରେ ଯୋଉମାନେ ଥିଲେ ସେମାନଙ୍କୁ ରାଜୁକ ବୋଲି କୁହାଯାଉଥିଲା। ନେକ୍ସଟ ଆମେ ଦେଖିବା ମହାମେଘ ବାହାନ ଡାଇନେଷ୍ଟି, ଯାହା ମୌର୍ଯ୍ୟ ଡାଇନେଷ୍ଟିର ପରେ ଆସିଥିଲା।
ଏହାର ଫାଉଣ୍ଡର ହେଉଛନ୍ତି ମହାମେଘବାହନ। ତାଙ୍କ ନାମ ଅନୁସାରେ ଏହି ଡାଇନେଷ୍ଟି ହୋଇଛି। ଏହାକୁ ମଧ୍ୟ ଛେଦି ଡାଇନେଷ୍ଟି କୁହାଯାଇଥାଏ। ମହାମେଘବାହନ ଡାଇନେଷ୍ଟି ବା ଛେଦି ଡାଇନେଷ୍ଟିର ଜଣେ ଇମ୍ପୋର୍ଟାଣ୍ଟ ରୁଲର ହେଉଛନ୍ତି ଖାରବେଳ, ଯିଏ ଥିଲେ କି ଥାର୍ଡ ରୁଲର। ଛେଦି ଡାଇନେଷ୍ଟି ଉପରେ କେଉଁଥିର ସୂଚନା ମିଳେ ନା, ଆମର ଯୋଉ ହାତୀ ଗୁମ୍ଫା ରହିଛି ଉଦୟଗିରି ନିକଟରେ ଭୁବନେଶ୍ୱର ଠାରେ, ଏହା ଉପରେ ଇନଫର୍ମେସନ ମିଳିପାରୁଛି। ମହାମେଘବାହନ ଡାଇନେଷ୍ଟି ଇନଭାଇଟେଡ୍ କରିଥିଲେ ସାତବାହନ ଡାଇନେଷ୍ଟିକୁ। ସାତବାହନ ଡାଇନେଷ୍ଟି ଯୋଉ ଥିଲା ତାର ଫାଉଣ୍ଡର କିଏ ଥିଲେ ନା ଗୌତମୀ ପୁତ୍ର ସାତକର୍ଣୀ। ନେକ୍ସଟ ଆମେ ଗୁପ୍ତ ଡାଇନେଷ୍ଟି ବିଷୟରେ ପଢିବା। ଗୁପ୍ତ ଡାଇନେଷ୍ଟିର ଫାଉଣ୍ଡର ହେଉଛନ୍ତି ଶ୍ରୀଗୁପ୍ତ। ଏହି ସମୟରେ ଜଣେ ଇମ୍ପୋର୍ଟାଣ୍ଟ ରୁଲର ହେଉଛନ୍ତି ସମୁଦ୍ରଗୁପ୍ତ। ଆପଣମାନେ ସମସ୍ତେ ମଧ୍ୟ ୟାଙ୍କ ନାଁ ଶୁଣିଥିବେ। ସେ କଳିଙ୍ଗକୁ 4ଟି ପ୍ରିନ୍ସିପାଲିଟିସରେ ଡିଭାଇଡ୍ କରିଥିଲେ। ଗୋଟେ ହେଉଛି କୋଟୁରା, ଆଉ ଗୋଟେ ହେଉଛି ଇରାଣ୍ଡପାଳ, ଆଉ ଗୋଟେ ହେଉଛି ଦେବରାଷ୍ଟ୍ର, ଆଉ ଗୋଟେ ହେଉଛି ପିଷ୍ଟପୁର। ଗୁପ୍ତ ଡାଇନେଷ୍ଟି ଉପରେ ଆମେ କୋଉଥିରୁ ଇନଫର୍ମେସନ ପାଉଛେ ନା ଆହ୍ଲାବାଦର ପିଲର ଇନସ୍କ୍ରିପସନ, ଯୋଉଥିରୁ ଗୁପ୍ତ ଡାଇନେଷ୍ଟି ବିଷୟରେ କିଛି ସୂଚନା ମିଳିପାରୁଛି। ଗୁପ୍ତ ଡାଇନେଷ୍ଟି ସମୟରେ ମଧ୍ୟ କିଛି ଛୋଟ ଛୋଟ ଡାଇନେଷ୍ଟି ଆସିଥିଲା, ଯେମିତିକି ଶୈଳୋଦ୍ଭବ ଡାଇନେଷ୍ଟି, ଭୌମକର ଡାଇନେଷ୍ଟି, ଆହୁରି ବହୁତ ଅଛି। ମୁଁ ଆପଣମାନଙ୍କ ପାଇଁ କେବଳ ଏଇ ଦୁଇଟା ଆଣିଛି ଇମ୍ପୋର୍ଟାଣ୍ଟ ବୋଲି। ଶୈଳୋଦ୍ଭବ ଡାଇନେଷ୍ଟିର ଫାଉଣ୍ଡର ହେଉଛନ୍ତି ରଣଭୀଟ। ସେହିଭଳି ଭୌମକର ଡାଇନେଷ୍ଟିର ଫାଉଣ୍ଡର ହେଉଛନ୍ତି କ୍ଷେମାଙ୍କର ଦେବ। ଏ ଯୋଉ ଭୌମକର ଡାଇନେଷ୍ଟି ଥିଲା ତାର କ୍ୟାପିଟାଲ ଥିଲା କଣ ନା ଗୁହଦେବ ପାଦକ। ଆଉ ଗୋଟେ ଜିନିଷ ଆମେ ମନେ ରଖିବା, ଭୌମକର ଡାଇନେଷ୍ଟିର ଫାଷ୍ଟ ଓମେନ୍ ରୁଲର ଥିଲେ କିଏ ନା ତ୍ରିଭୁବନା ମହାଦେବୀ 1। ତାପରେ ଆମର ଆସିଥିଲା ସୋମବଂଶୀ ଡାଇନେଷ୍ଟି। ସୋମବଂଶୀ ଡାଇନେଷ୍ଟିର ଅନ୍ୟ ନାମ ହେଉଛି ପାଣ୍ଡବଂଶୀ। ଏହାର ଫାଉଣ୍ଡର ହେଉଛନ୍ତି ଜନ୍ମେଞ୍ଜୟ 1। ଏହାକୁ ମଧ୍ୟ ଉଦୟନ କୁହାଯାଏ। ୟାଙ୍କର ଅନ୍ୟ ନାମ ଥିଲା ଉଦୟନ। ଚଣ୍ଡିହାର ଯଜାତି 2, ଯିଏକି ଲିଙ୍ଗରାଜ ମନ୍ଦିରର କନଷ୍ଟ୍ରକ୍ସନ ଦେଇଥିଲେ ଏବଂ ଏହି ଲିଙ୍ଗରାଜ ମନ୍ଦିରକୁ କମ୍ପ୍ଲିଟ କିଏ କରିଥିଲେ ନା ଲଲାଟେନ୍ଦୁ କେଶରୀ। ଏହା ଆମର କ୍ୱେଶ୍ଚିନ୍ ପକାଏ। ଲଲାଟେନ୍ଦୁ କେଶରୀଙ୍କର ଅନ୍ୟ ନାମ ଥିଲା ଉଦ୍ୟୋତ କେଶରୀ ମହାଭାବଗୁପ୍ତ। ସୋମବଂଶୀ ଡାଇନେଷ୍ଟିରେ ବ୍ରାହ୍ମଣିଜିମକୁ ବିଶ୍ୱାସ କରୁଥିଲେ। ସୋମବଂଶୀ ମାନେ ତାଙ୍କର କିଙ୍ଗଡମକୁ କେତେ ଗୁଡ଼ିଏ ମଣ୍ଡଳରେ ବିଭକ୍ତ କରିଥିଲେ। ମଣ୍ଡଳକୁ କେତେ ଗୁଡ଼ିଏ ଭୁକ୍ତିରେ ଏବଂ ଭୁକ୍ତିକୁ ଭୋଗ, ଖଣ୍ଡା ଏବଂ ଗ୍ରାମ ଏହିପରି 3 ଭାଗରେ ବିଭକ୍ତ କରିଥିଲେ। ତାହେଲେ ଆମେ ସୋମବଂଶୀ ଡାଇନେଷ୍ଟି ବିଷୟରେ ଜାଣିଲେ। ଯେତିକି ଡାଇନେଷ୍ଟି ଆମର ନିହାତି ଦରକାର ସେଗୁଡ଼ାକ ମୁଁ ଆପଣଙ୍କ ଆଗରେ ଡିସ୍କସନ କରିଦେଲି। ତାହେଲେ ଆମେ ଆନ୍ସିଏଣ୍ଟ ହିଷ୍ଟ୍ରିର ବହୁତ କିଛି ଇମ୍ପୋର୍ଟାଣ୍ଟ ଡାଇନେଷ୍ଟି ଏବଂ ଇମ୍ପୋର୍ଟାଣ୍ଟ ନୋଟ୍ ଗୁଡ଼ିକ ଜାଣିପାରିଲେ। ଏଗୁଡ଼ିକ ଉପରୁ ହିଁ ଆପଣମାନଙ୍କ ପାଇଁ କ୍ୱେଶ୍ଚିନ୍ ପଚାରିବ। ମୁଁ ଆଶା କରିଛି ଆପଣମାନଙ୍କ ସମସ୍ତଙ୍କୁ ମୋର ଏହି ଛୋଟ ଭିଡ଼ିଓଟି ନିହାତି ଭଲ ଲାଗିଥିବ। ସେଥିପାଇଁ ମୋର ଭିଡ଼ିଓକୁ ଲାଇକ୍ ଦିଅନ୍ତୁ ଏବଂ ସେୟାର କରନ୍ତୁ। ଯଦି ଆପଣମାନେ ଆଜି ପର୍ଯ୍ୟନ୍ତ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ଯାଇ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। ଯଦି ଆପଣମାନେ ମୋର ପ୍ରିଭିୟସ୍ ଭିଡ଼ିଓ ଗୁଡ଼ିକ ଦେଖିନାହାନ୍ତି ତାହେଲେ ଏବେ ଯାଇ ନଲେଜ ଗାଇଡର ୟୁଟ୍ୟୁବ ଚ୍ୟାନେଲରେ ଦେଖିନିଅନ୍ତୁ। ଭିଡ଼ିଓଟି ଆପଣମାନଙ୍କ ପାଇଁ କେତେ ଜରୁରୀ ଥିଲା ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। Thank you so much for your love, support and valuable time. Thank you to all.